ଶୁଣୁଛନ୍ତି 3 ଡିସେମ୍ବର 2025 ପ୍ରାତଃ ମୁରଲି। ବାବା କହୁଛନ୍ତି, ମିଠେ ବଚ୍ଚେ, ତୁମେମାନେ ଏବେ ହୋଲିଏଷ୍ଟ ଅଫ୍ ଦି ହୋଲି ଅର୍ଥାତ୍ ପରମ ପବିତ୍ର ପରମାତ୍ମାଙ୍କ କୋଳକୁ ଆସିଛ। ତୁମକୁ ମାନସିକ ସ୍ତରରେ ମଧ୍ୟ ହୋଲି ଅର୍ଥାତ୍ ପବିତ୍ର ହେବାକୁ ପଡ଼ିବ। ତୁମେମାନେ ଏବେ ହୋଲିଏଷ୍ଟ ଅଫ୍ ଦି ହୋଲି ଅର୍ଥାତ୍ ପରମ ପବିତ୍ର ପରମାତ୍ମାଙ୍କ କୋଳକୁ ଆସିଛ। ତୁମକୁ ମାନସିକ ସ୍ତରରେ ମଧ୍ୟ ହୋଲି ଅର୍ଥାତ୍ ପବିତ୍ର ହେବାକୁ ପଡ଼ିବ। ପ୍ରଶ୍ନ, ହୋଲିଏଷ୍ଟ ଅଫ୍ ଦି ହୋଲି ସନ୍ତାନମାନଙ୍କର ନିଶା ଏବଂ ନିଶାନୀ ଅର୍ଥାତ୍ ଲକ୍ଷଣ କିପରି ହୋଇଥିବ? ହୋଲିଏଷ୍ଟ ଅଫ୍ ଦି ହୋଲି ସନ୍ତାନମାନଙ୍କର ନିଶା ଏବଂ ନିଶାନୀ ଅର୍ଥାତ୍ ଲକ୍ଷଣ କିପରି ହୋଇଥିବ? ଉତ୍ତର, ସେମାନଙ୍କ ଭିତରେ ଏହି ନିଶା ରହିଥିବ ଯେ ଆମେ ହୋଲିଏଷ୍ଟ ଅଫ୍ ଦି ହୋଲି ବାବାଙ୍କର କୋଳକୁ ଆସିଛୁ ଅର୍ଥାତ୍ ସନ୍ତାନ ହୋଇଛୁ। ଆମେ ହୋଲିଏଷ୍ଟ ଦେବୀ ଦେବତା ହେବାକୁ ଯାଉଛୁ। ସେମାନଙ୍କର ମାନସିକ ସ୍ତରରେ ଅର୍ଥାତ୍ ସଂକଳ୍ପରେ ମଧ୍ୟ ଖରାପ ବିଚାର ଆସିପାରିବ ନାହିଁ। ସେମାନେ ସୁଗନ୍ଧଯୁକ୍ତ ଫୁଲ ସଦୃଶ ଅଟନ୍ତି। ସେମାନଙ୍କ ଦ୍ୱାରା କୌଣସି ଓଲଟା କର୍ମ ହୋଇପାରିବ ନାହିଁ। ସେମାନେ ଅନ୍ତର୍ମୁଖୀ ହୋଇ ନିଜର ଯାଞ୍ଚ କରିଥାନ୍ତି କି ମୋଠାରୁ ସମସ୍ତଙ୍କୁ ସୁଗନ୍ଧ ମିଳୁଛି। ମୋର ଆଖି ଅର୍ଥାତ୍ ଦୃଷ୍ଟି କାହା ପ୍ରତି ଆକର୍ଷିତ ହେଉନାହିଁ ତ? ଗୀତ ମରନା ତେରି ଗଲି ମେ। ଓମ୍ ଶାନ୍ତି। ପିଲାମାନେ ଗୀତ ଶୁଣିଲେ ପୁଣି ତାର ଅର୍ଥ ମଧ୍ୟ ମନ ଭିତରେ ବିଚାର ସାଗର ମନ୍ଥନ କରି ବାହାର କରିବା ଉଚିତ। ଏ କଥା କିଏ କହୁଛି ଯେ ମରନା ତେରି ଗଲି ମେ? ଆତ୍ମା ହିଁ କହୁଛି। କାହିଁକି ନା ଆତ୍ମା ପତିତ ହୋଇଯାଇଛି। ପାବନ ଆତ୍ମା ତ ଅନ୍ତିମ ସମୟରେ ହିଁ କୁହାଯିବ, ଅଥବା ପାବନ ସେତେବେଳେ କୁହାଯିବ ଯେତେବେଳେ ଶରୀର ମଧ୍ୟ ପବିତ୍ର ମିଳିବ। ଏବେ ତ ତୁମେମାନେ ପୁରୁଷାର୍ଥୀ ଅଟ। ଏ କଥା ମଧ୍ୟ ଜାଣିଛ ଯେ ବାବାଙ୍କ ପାଖକୁ ଆସି ମରିବାକୁ ପଡ଼ିଥାଏ। ଏକ ବାବାଙ୍କୁ ଛାଡ଼ି ଅନ୍ୟର ହେବା ଅର୍ଥ ଜଣକ ନିକଟରୁ ମରି ଅନ୍ୟ କାହା ପାଖରେ ବଞ୍ଚିବା। ଲୌକିକ ପିତାଙ୍କର ସନ୍ତାନ ମଧ୍ୟ ଯଦି ଶରୀର ଛାଡ଼ିବ ତେବେ ଅନ୍ୟ ପିତାଙ୍କ ନିକଟରେ ଯାଇ ଜନ୍ମ ନେବ ନା? ଏହା ମଧ୍ୟ ସେହିପରି ପୁରୁଣା ଦୁନିଆରୁ ବଞ୍ଚିଥିବା ଅବସ୍ଥାରେ ମରି ପୁଣି ହୋଲିଏଷ୍ଟ ଅଫ୍ ହୋଲିଙ୍କର କୋଳକୁ ଯାଉଛ। ତେବେ ଏହି ହୋଲିଏଷ୍ଟ ଅଫ୍ ହୋଲି ଅର୍ଥାତ୍ ପରମ ପବିତ୍ର ଆତ୍ମା କିଏ? ବାବା। ଆଉ ହୋଲି କିଏ? ସନ୍ନ୍ୟାସୀମାନେ। ଏହି ସନ୍ନ୍ୟାସୀମାନଙ୍କୁ ହିଁ କେବଳ ହୋଲି କୁହାଯିବ। ତୁମେ ଏବଂ ସନ୍ନ୍ୟାସୀମାନଙ୍କ ମଧ୍ୟରେ ବହୁତ ଫରକ ରହିଛି। ସେମାନେ ଯଦିଓ ପବିତ୍ର ହେଉଛନ୍ତି କିନ୍ତୁ ଜନ୍ମ ତ ପୁଣି ବି ପତିତଙ୍କ ଠାରୁ ହିଁ ନେଉଛନ୍ତି ନା? କିନ୍ତୁ ତୁମେମାନେ ହୋଲିଏଷ୍ଟ ଅଫ୍ ଦି ହୋଲି ହେଉଛ। ତୁମକୁ ହୋଲିଏଷ୍ଟ ଅଫ୍ ଦି ହୋଲି ବାବା ଏଭଳି କରୁଛନ୍ତି। ସେମାନେ ତ ଘରଦ୍ୱାର ଛାଡ଼ି ହୋଲି ହେଉଛନ୍ତି। ଆତ୍ମା ପବିତ୍ର ହେଉଛି ନା? ଯେତେବେଳେ ତୁମେ ସ୍ୱର୍ଗରେ ଦେବୀ ଦେବତା ହେଉଛ ସେତେବେଳେ ତୁମେ ହୋଲିଏଷ୍ଟ ଅଫ୍ ହୋଲି ହେଉଛ। ତୁମର ଏହି ସନ୍ନ୍ୟାସ ବେହଦର ଅଟେ। ତାହା ହେଉଛି ହଦ୍ର ସନ୍ନ୍ୟାସ। ସେମାନେ କେବଳ ହୋଲି ହେଉଛନ୍ତି କିନ୍ତୁ ତୁମେମାନେ ହୋଲିଏଷ୍ଟ ଅଫ୍ ହୋଲି ହେଉଛ। ତୁମର ବିବେକ ମଧ୍ୟ କହୁଛି ଆମେ ତ ନୂଆ ଦୁନିଆକୁ ଯାଉଛୁ। ସେହି ସନ୍ନ୍ୟାସୀମାନେ ତ ରଜୋଗୁଣୀ ସମୟରେ ଅର୍ଥାତ୍ ଦ୍ୱାପରରେ ଜନ୍ମ ନିଅନ୍ତି। ତେବେ ଫରକ ରହିଲା ନା? କେଉଁଠି ରଜୋଗୁଣୀ, କେଉଁଠି ସତ୍ତ୍ୱପ୍ରଧାନ? ତୁମେମାନେ ହୋଲିଏଷ୍ଟ ଅଫ୍ ହୋଲି ପିତାଙ୍କ ଦ୍ୱାରା ହୋଲିଏଷ୍ଟ ହେଉଛ। ସେ ଜ୍ଞାନର ସାଗର ମଧ୍ୟ ଅଟନ୍ତି ଏବଂ ପ୍ରେମର ସାଗର ମଧ୍ୟ ଅଟନ୍ତି। ଇଂରାଜୀରେ ତାଙ୍କୁ ଓସେନ୍ ଅଫ୍ ନଲେଜ୍, ଓସେନ୍ ଅଫ୍ ଲଭ୍ ବୋଲି କହିଥାନ୍ତି। ତୁମକୁ କେତେ ଶ୍ରେଷ୍ଠ କରି ଦେଉଛନ୍ତି। ଏହିଭଳି ଉଚ୍ଚରୁ ଉଚ୍ଚ ହୋଲିଏଷ୍ଟ ଅଫ୍ ହୋଲିଙ୍କୁ ସମସ୍ତେ ଡାକୁଛନ୍ତି ଯେ ଏଠାକୁ ଆସି ଏହିଭଳି ପତିତମାନଙ୍କୁ ପାବନ କର।
ପତିତ ଦୁନିଆକୁ ଆସି ଆମକୁ ହୋଲିଏଷ୍ଟ ଅଫ୍ ହୋଲି କର। ତେଣୁ ପିଲାମାନଙ୍କ ଭିତରେ ମଧ୍ୟ ସେତିକି ନିଶା ରହିବା ଦରକାର ଯେ ଆମକୁ କିଏ ପାଠ ପଢ଼ାଉଛନ୍ତି, ଏହାଦ୍ୱାରା ଆମେ କ'ଣ ହେବୁ। ତେଣୁ ଦୈବୀ ଗୁଣ ମଧ୍ୟ ଧାରଣ କରିବାକୁ ହେବ। ପିଲାମାନେ ପତ୍ର ଲେଖୁଛନ୍ତି, ବାବା ଆମ ପାଖକୁ ମାୟାର ତୋଫାନ ବହୁତ ଆସୁଛି, ଆମକୁ ମାନସିକ ସ୍ତରରେ ଶୁଦ୍ଧ ହେବାକୁ ଦେଉନାହିଁ। ଆମର କାହିଁକି ଏପରି ଖରାପ ବିଚାର ଆସୁଛି, ଯେବେ କି ଆମକୁ ହୋଲିଏଷ୍ଟ ଅଫ୍ ହୋଲି ହେବାକୁ ପଡ଼ିବ। ବାବା କହୁଛନ୍ତି, ଏବେ ତୁମେମାନେ ବିଲକୁଲ ଅନହୋଲିଏଷ୍ଟ ଅଫ୍ ହୋଲି ଅର୍ଥାତ୍ ପତିତରୁ ପତିତ ହୋଇଯାଇଛ। ଏବେ ବହୁତ ଜନ୍ମର ଅନ୍ତିମ ଜନ୍ମରେ ବାବା ପୁଣି ତୁମମାନଙ୍କୁ ଖୁବ୍ ଜୋରରେ ପାଠ ପଢ଼ାଉଛନ୍ତି। ତେଣୁ ସନ୍ତାନମାନଙ୍କ ବୁଦ୍ଧିରେ ଏହି ନିଶା ରହିବା ଉଚିତ ଯେ ଆମେ କ'ଣ ହେଉଛୁ। ଏହି ଲକ୍ଷ୍ମୀ ନାରାୟଣଙ୍କୁ ଏପରି କିଏ କରିଥିଲା? ଭାରତ ସ୍ୱର୍ଗ ଥିଲା ନା? ଏହି ସମୟରେ ଭାରତ ତମୋପ୍ରଧାନ ଭ୍ରଷ୍ଟାଚାରୀ ହୋଇଯାଇଛି। ପୁଣି ଏହାକୁ ଆମେ ହୋଲିଏଷ୍ଟ ଅଫ୍ ହୋଲି ଅର୍ଥାତ୍ ପବିତ୍ର ଦୁନିଆ କରୁଛୁ। ତେବେ ଏଭଳି କରିବା ପାଇଁ ତ ନିଶ୍ଚିତ କେହି ରହିବା ଆବଶ୍ୟକ ନା? ନିଜ ଭିତରେ ମଧ୍ୟ ସେହି ନିଶା ଆସିବା ଦରକାର ଯେ ମୋତେ ଦେବତା ହେବାକୁ ପଡ଼ିବ। ସେଥିପାଇଁ ସେହିପରି ଗୁଣ ମଧ୍ୟ ରହିବା ଦରକାର। ଏକଦମ ତଳୁ ଏକଦମ ଉପରକୁ ଚଢ଼ୁଛ ନା? ସିଡ଼ି ଚିତ୍ରରେ ମଧ୍ୟ ଉତ୍ଥାନ ଓ ପତନ ଲେଖା ହୋଇଛି ନା? ଯେଉଁମାନେ ତଳକୁ ଖସି ଯାଇଛନ୍ତି ସେମାନେ କିପରି ନିଜକୁ ହୋଲିଏଷ୍ଟ ଅଫ୍ ହୋଲି କହିପାରିବେ? ତେଣୁ ହୋଲିଏଷ୍ଟ ଅଫ୍ ହୋଲି ବାବା ହିଁ ଆସି ପିଲାମାନଙ୍କୁ ଏପରି କରୁଛନ୍ତି। ତୁମେମାନେ ଏଠାକୁ ବିଶ୍ୱର ମାଲିକ ହୋଲିଏଷ୍ଟ ଅଫ୍ ହୋଲି ହେବା ପାଇଁ ଆସିଛ। ତେଣୁ କେତେ ନିଶା ରହିବା ଦରକାର। ବାବା ଆମକୁ କେତେ ଉଚ୍ଚ କରିବାକୁ ଆସିଛନ୍ତି। ତେଣୁ ମନ ବଚନ କର୍ମରେ ପବିତ୍ର ହେବାକୁ ପଡ଼ିବ। ସୁଗନ୍ଧଯୁକ୍ତ ଫୁଲ ହେବାକୁ ପଡ଼ିବ। ସତ୍ୟ ଯୁଗକୁ ହିଁ ଫୁଲର ବଗିଚା କୁହାଯାଉଛି। ତୁମ ଭିତରେ କୌଣସି ପ୍ରକାରର ଦୁର୍ଗନ୍ଧ ନ ରହୁ। ଦେହ ଅଭିମାନକୁ ହିଁ ଦୁର୍ଗନ୍ଧ କୁହାଯାଉଛି। ତୁମର କାହା ପ୍ରତି ବି କୁଦୃଷ୍ଟି ନ ଯାଉ। ଏପରି ଓଲଟା କର୍ମ ନ ହୋଇଯାଉ ଯାହାକି ମନକୁ ଖାଉଥିବ ଏବଂ ବିକର୍ମର ଖାତା ଜମା ହୋଇଯିବ। ଏବେ ତ ତୁମେ 21 ଜନ୍ମ ପାଇଁ ଧନ ଜମା କରୁଛ। ତୁମେ ସନ୍ତାନମାନେ ଜାଣିଛ ଆମେ ବହୁତ ସମ୍ପତ୍ତିବାନ ହେଉଛୁ। ଏବେ ନିଜର ଆତ୍ମାକୁ ଦେଖିବାକୁ ହେବ ଯେ ମୁଁ ଦୈବୀ ଗୁଣରେ ଭରପୁର ଅଟେ ତ? ବାବା ଯେପରି କହୁଛନ୍ତି ମୁଁ ସେହିପରି ପୁରୁଷାର୍ଥ କରୁଛି। ଦେଖ ତୁମମାନଙ୍କର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ କିପରି। କେଉଁଠି ସନ୍ନ୍ୟାସୀମାନେ, କେଉଁଠି ତୁମେମାନେ। ତୁମ ଭିତରେ ନିଶା ରହିବା ଉଚିତ ଯେ ଆମେ କାହା କୋଳକୁ ଆସିଛୁ, ସେ ଆମକୁ କ'ଣ କରୁଛନ୍ତି। ଅନ୍ତର୍ମୁଖୀ ହୋଇ ଦେଖିବା ଦରକାର ମୁଁ କେତେ ଯୋଗ୍ୟ ହୋଇଛି। ମୋତେ କେତେ ଗୁଲଗୁଲ ଅର୍ଥାତ୍ ଫୁଲ ଭଳି ହେବା ଦରକାର, ଯାହାଦ୍ୱାରା ସମସ୍ତଙ୍କୁ ଜ୍ଞାନର ସୁଗନ୍ଧ ମିଳିପାରିବ। ତୁମେମାନେ ଅନେକଙ୍କୁ ସୁଗନ୍ଧ ଦେଉଛ ନା? ନିଜ ସମାନ କରୁଛ। ପ୍ରଥମେ ତ ନିଶା ରହିବା ଦରକାର ଯେ ଆମକୁ କିଏ ପାଠ ପଢ଼ାଉଛନ୍ତି। ସେମାନେ ସମସ୍ତେ ତ ହେଉଛନ୍ତି ଭକ୍ତି ମାର୍ଗର ଗୁରୁ। ଏକମାତ୍ର ପରମପିତା ପରମାତ୍ମାଙ୍କ ବ୍ୟତୀତ ଜ୍ଞାନ ମାର୍ଗର ଗୁରୁ କେହି ହୋଇପାରିବେ ନାହିଁ। ବାକି ସମସ୍ତେ ହେଉଛନ୍ତି ଭକ୍ତି ମାର୍ଗର ଗୁରୁ। ଭକ୍ତି କଳି ଯୁଗରେ ହିଁ ହୋଇଥାଏ। ରାବଣର ପ୍ରବେଶତା ହୋଇଥାଏ। ଏକଥା ମଧ୍ୟ ଦୁନିଆରେ କାହାକୁ ବି ଜଣା ନାହିଁ। ଏବେ ତୁମେ ଜାଣୁଛ ଯେ ସତ୍ୟ ଯୁଗରେ ଆମେ 16 କଳା ସମ୍ପୂର୍ଣ୍ଣ ଥିଲୁ। ପୁଣି ଗୋଟିଏ ଦିନ ବିତିଗଲା ପରେ ତାକୁ ପୂର୍ଣ୍ଣିମା କୁହାଯିବ ନାହିଁ। ଏହା ମଧ୍ୟ ସେହିପରି କଥା। ଧୀରେ ଧୀରେ ଉଙ୍କୁଣିର ଗତି ସଦୃଶ ସୃଷ୍ଟିଚକ୍ର ଘୂରି ଚାଲିଛି। ଏବେ ତୁମକୁ ପୁରା 16 କଳା ସମ୍ପୂର୍ଣ୍ଣ ହେବାକୁ ପଡ଼ିବ, ତାହା ମଧ୍ୟ ଅଧା କଳ୍ପ ପାଇଁ। ପରେ ପୁଣି କଳା କମ୍ ହେବାକୁ ଲାଗିଥାଏ। ଏହି ଜ୍ଞାନ ତ ତୁମ ବୁଦ୍ଧିରେ ରହିଛି। ତେଣୁ ତୁମମାନଙ୍କ ଭିତରେ କେତେ ନିଶା ରହିବା ଉଚିତ। ବହୁତଙ୍କର ବୁଦ୍ଧିରେ ଏକଥା ଆସୁନାହିଁ ଯେ ଆମକୁ କିଏ ପାଠ ପଢ଼ାଉଛନ୍ତି। ଓସନ୍ ଅଫ୍ ନଲେଜ ଅର୍ଥାତ୍ ଜ୍ଞାନର ସାଗର। ପିଲାମାନଙ୍କୁ ତ କହୁଛନ୍ତି ନମସ୍କାର ପିଲାମାନେ, ତୁମେମାନେ ତ ବ୍ରହ୍ମାଣ୍ଡର ମଧ୍ୟ ମାଲିକ ଅଟ।
ସେଠାରେ ସମସ୍ତେ ନିବାସ କରୁଛ, ପୁଣି ବିଶ୍ୱର ମଧ୍ୟ ତୁମେ ମାଲିକ ହେଉଛ। ତୁମମାନଙ୍କର ସାହସ ବା ଉତ୍ସାହ ବଢ଼ାଇବା ପାଇଁ ବାବା କହୁଛନ୍ତି, ତୁମେମାନେ ମୋ ଠାରୁ ମଧ୍ୟ ଉଚ୍ଚ ହେଉଛ। ମୁଁ ବିଶ୍ୱର ମାଲିକ ହେଉନାହିଁ। ମୋ ଠାରୁ ମଧ୍ୟ ତୁମମାନଙ୍କୁ ଉଚ୍ଚ ମହିମାର ଅଧିକାରୀ କରାଉଛି। କୌଣସି ପିତାଙ୍କର ସନ୍ତାନମାନେ ଯଦି ଉଚ୍ଚକୁ ଉଠିଯାଆନ୍ତି, ତେବେ ତାଙ୍କର ପିତା ଭାବିଥାନ୍ତି, ଏମାନେ ପାଠ ପଢ଼ି ଏତେ ଉଚ୍ଚ ପଦ ପାଇଛନ୍ତି। ବାବା ମଧ୍ୟ କହୁଛନ୍ତି, ମୁଁ ତୁମକୁ ପାଠ ପଢ଼ାଉଛି। ଏବେ ପୁରୁଷାର୍ଥ କରି ଯେତେ ପଦ ଚାହିଁବ ସେତେ ଉଚ୍ଚ ପଦ ପ୍ରାପ୍ତି କରିପାରିବ। ବାବା ଆମକୁ ପାଠ ପଢ଼ାଉଛନ୍ତି। ପ୍ରଥମେ ତ ଏହି ନିଶା ଚଢ଼ିବା ଦରକାର। ବାବା ତ ଯେତେବେଳେ ଇଚ୍ଛା ସେତେବେଳେ ଆସି ତୁମ ସହିତ କଥା ହେଉଛନ୍ତି। ସେ ତ ଯେପରି ଏହାଙ୍କ ଭିତରେ ହିଁ ଅଛନ୍ତି। ତୁମେ ପିଲାମାନେ ତାଙ୍କର ସନ୍ତାନ ଅଟନା? ଏହି ରଥ ମଧ୍ୟ ତାଙ୍କର ଅଟେନା? ତେବେ ଏହିପରି ହୋଲିଏଷ୍ଟ ଅଫ୍ ହୋଲି ବାବା ଆସି ତୁମମାନଙ୍କୁ ପବିତ୍ର କରୁଛନ୍ତି। ଏବେ ତୁମେମାନେ ମଧ୍ୟ ଅନ୍ୟମାନଙ୍କୁ ପବିତ୍ର କର। ମୁଁ ଏବେ ରିଟାୟାର ହେଉଛି, ଅର୍ଥାତ୍ ଅବସର ନେଉଛି। ଯେତେବେଳେ କି ତୁମେମାନେ ହୋଲିଏଷ୍ଟ ଅଫ୍ ହୋଲି ହେଉଛ, ତେଣୁ ଏଠାକୁ ଅର୍ଥାତ୍ ମଧୁବନକୁ ମଧ୍ୟ କେହି ପତିତ ଆତ୍ମା ଆସିପାରିବେ ନାହିଁ। ଏହା ହେଉଛି ହୋଲିଏଷ୍ଟ ଅଫ୍ ହୋଲି ବାବାଙ୍କର ଚର୍ଚ୍ଚ, ଅର୍ଥାତ୍ ଗିର୍ଜାଘର। ଖ୍ରୀଷ୍ଟିଆନମାନଙ୍କର ଚର୍ଚ୍ଚକୁ ତ ସବୁ ବିକାରୀମାନେ ହିଁ ଯାଇଥାନ୍ତି, କାରଣ ଏହି ଦୁନିଆରେ ଏଠାରେ ସମସ୍ତେ ହେଉଛନ୍ତି ପତିତ, ଅନହୋଲି। ଏହା ତ ବହୁତ ବଡ଼ ହୋଲି ଚର୍ଚ୍ଚ ଅଟେ। ଏଠାରେ କୌଣସି ପତିତ ପାଦ ବି ରଖିପାରିବେ ନାହିଁ। କିନ୍ତୁ ଏବେ ଏପରି ନିୟମ କରିହେବ ନାହିଁ। ଯେତେବେଳେ ସନ୍ତାନମାନେ ମଧ୍ୟ ସେହିପରି ପବିତ୍ର ହୋଇଯିବେ, ସେତେବେଳେ ଏହିପରି ନିୟମ ରଖାଯାଇପାରିବ। ଏଠାକୁ କେହି ବି ଭିତରକୁ ଆସିପାରିବେ ନାହିଁ। କେହି ପଚାରୁଛନ୍ତି ନା, ଆମେ ଯାଇ ସଭାରେ ବସିବୁ? ବାବା କହୁଛନ୍ତି, ସରକାରୀ ଅଫିସରମାନଙ୍କ ପାଖରେ କାମ ରହୁଛି ନା, ତେଣୁ ସେମାନଙ୍କୁ ତ ବସାଇବାକୁ ପଡ଼ିବ। ଯେତେବେଳେ ତୁମର ନାମ ପ୍ରସିଦ୍ଧ ହୋଇଯିବ, ସେତେବେଳେ ତୁମେ ଆଉ କାହାକୁ ଖାତିର କରିବ ନାହିଁ। ଏବେ କିନ୍ତୁ ରଖିବାକୁ ପଡ଼ୁଛି। ହୋଲିଏଷ୍ଟ ଅଫ୍ ହୋଲି ଆତ୍ମା ମଧ୍ୟ ଦୁଃଖ କରୁଛନ୍ତି। ଏବେ ମନା କରିପାରିବା ନାହିଁ। ତୁମର ଯେତେବେଳେ ପ୍ରଭାବ ବିସ୍ତାର ହୋଇଯିବ, ସେତେବେଳେ ଲୋକମାନଙ୍କର ତୁମ ସହିତ ଶତ୍ରୁତା ମଧ୍ୟ କମ୍ ହୋଇଯିବ। ତୁମେମାନେ ମଧ୍ୟ ବୁଝାଇବ ଯେ ଆମ ବ୍ରାହ୍ମଣମାନଙ୍କୁ ହୋଲିଏଷ୍ଟ ଅଫ୍ ହୋଲି ବାବା ରାଜଯୋଗ ଶିଖାଉଛନ୍ତି। ସନ୍ନ୍ୟାସୀମାନଙ୍କୁ କ'ଣ ହୋଲିଏଷ୍ଟ ଅଫ୍ ହୋଲି କୁହାଯାଇପାରିବ? ସେମାନେ ତ ରଜୋଗୁଣୀ ସମୟରେ ହିଁ ଆସୁଛନ୍ତି। ସେମାନେ କ'ଣ ବିଶ୍ୱର ମାଲିକ ହୋଇପାରିବେ? ଏବେ ତ ତୁମେମାନେ ପୁରୁଷାର୍ଥୀ ଅଟ। ତୁମର ଚାଲି ଚଳଣ ମଧ୍ୟ କେତେବେଳେ ବହୁତ ଭଲ ହେଉଛି ତ କେତେବେଳେ ପୁଣି ନାମ ବଦନାମ କରିବା ଭଳି ହୋଇଯାଉଛି। ବହୁତ ସେଣ୍ଟରକୁ ଏପରି ପିଲାମାନେ ମଧ୍ୟ ଆସୁଛନ୍ତି, ଯେଉଁମାନେ କି ଟିକିଏ ବି ବାବାଙ୍କୁ ଜାଣିନାହାନ୍ତି। ତୁମେ ତ ନିଜକୁ ମଧ୍ୟ ଭୁଲି ଯାଉଛ ଯେ ଆମେ କ'ଣ ହେଉଛୁ। ବାବା ମଧ୍ୟ ଚାଲି ଚଳଣିରୁ ବୁଝି ଯାଉଛନ୍ତି ଯେ ଇଏ କ'ଣ ହେବେ। ଯାହା ଭାଗ୍ୟରେ ଉଚ୍ଚପଦ ଥିବ, ସେ ବହୁତ ରୟାଲ୍ଟି ଅର୍ଥାତ୍ ରାଜକୀୟତା ପୂର୍ବକ ବ୍ୟବହାର କରିବ। କେବଳ ସ୍ମୃତିରେ ରହୁ ଯେ ଆମକୁ କିଏ ପାଠ ପଢ଼ାଉଛନ୍ତି, ତେବେ ମଧ୍ୟ ବହୁତ ଖୁସିରେ ରହିବ। ଆମେମାନେ ଈଶ୍ୱର ପିତାଙ୍କର ବିଦ୍ୟାର୍ଥୀ, ତେଣୁ ତାଙ୍କ ପ୍ରତି କେତେ ସମ୍ମାନ ରହିବା ଉଚିତ। ଏବେ ତ ତୁମେମାନେ ଶିକ୍ଷା ଗ୍ରହଣ କରୁଛ। ବାବା ଜାଣୁଛନ୍ତି ଯେ ଏବେ ଆହୁରି ସମୟ ଲାଗିବ। ପ୍ରତ୍ୟେକ କଥାରେ ତ କ୍ରମ ଅନୁସାରେ ହିଁ ରହିଥାନ୍ତି ନା। ରହିବା ଘର ମଧ୍ୟ ପ୍ରଥମେ ସତ୍ତ୍ୱ ପ୍ରଧାନ ହୋଇଥାଏ, ପୁଣି ସତ୍ତ୍ୱ ରଜୋ ତମୋ ଅବସ୍ଥାକୁ ଆସିଥାଏ। ଏବେ ତୁମେମାନେ ସତ୍ତ୍ୱ ପ୍ରଧାନ ଅର୍ଥାତ୍ ଷୋହଳ କଳା ସମ୍ପୂର୍ଣ୍ଣ ହେବାକୁ ଯାଉଛ। ଭବନର ନିର୍ମାଣ ହୋଇ ଚାଲିଛି। ତୁମେ ସମସ୍ତେ ମିଳିମିଶି ସ୍ୱର୍ଗ ରୂପକ ଭବନର ନିର୍ମାଣ କରୁଛ। ଏଥିରେ ମଧ୍ୟ ତୁମକୁ ବହୁତ ଖୁସି ରହିବା ଉଚିତ। ଭାରତ, ଯାହାକି ଅନହୋଲିଏଷ୍ଟ ଅଫ୍ ଅନହୋଲି ଅର୍ଥାତ୍ ପତିତରୁ ପତିତ ହୋଇଯାଇଛି, ତାକୁ ଆମେ ହୋଲିଏଷ୍ଟ ଅଫ୍ ହୋଲି କରୁଛୁ। ତେଣୁ ନିଜ ପ୍ରତି କେତେ ସାବଧାନୀ ରହିବା ଦରକାର। ଆମର ଦୃଷ୍ଟି ଏପରି ନ ହେଉ ଯାହାଦ୍ୱାରା କି ଆମର ପଦ ମଧ୍ୟ ଭ୍ରଷ୍ଟ ହୋଇଯିବ। ଏପରି ନୁହେଁ ଯେ ବାବାଙ୍କୁ ପତ୍ର ଲେଖିଲେ ବାବା କ'ଣ କହିବେ। ନା,
ଏବେ ତ ସମସ୍ତେ ପୁରୁଷାର୍ଥ କରୁଛନ୍ତି। ବ୍ରହ୍ମା ବାବାଙ୍କୁ ମଧ୍ୟ ଏବେ କ'ଣ ହୋଲିଏଷ୍ଟ ଅଫ୍ ହୋଲି କୁହାଯିବ କି? ଆତ୍ମା ସମ୍ପୂର୍ଣ୍ଣ ପାବନ ହୋଇଗଲା ପରେ ପୁଣି ଏହି ଶରୀର ମଧ୍ୟ ରହିବ ନାହିଁ। ତୁମେ ମଧ୍ୟ ହୋଲିଏଷ୍ଟ ଅଫ୍ ହୋଲି ହେଉଛ, କିନ୍ତୁ ପଦ ପାଇବାରେ ଅନ୍ତର ରହିଛି। ସେଥିପାଇଁ ତ ପୁରୁଷାର୍ଥ କରିବାକୁ ପଡ଼ିବ ଏବଂ ଅନ୍ୟମାନଙ୍କୁ ମଧ୍ୟ କରାଇବାକୁ ହେବ। ବାବା ତ ବହୁତ ଭଲ ଭଲ ପଏଣ୍ଟସ୍ ମାନ ଦେଇ ଚାଲିଛନ୍ତି। ଯଦି କେହି ବୁଝିବା ପାଇଁ ଆସୁଛନ୍ତି, ତେବେ ତାଙ୍କୁ ତୁଳନା କରି ଦେଖାଅ। କେଉଁଠି ଇଏ ହୋଲିଏଷ୍ଟ ଅଫ୍ ହୋଲି ଦେବୀ ଦେବତାମାନେ, କେଉଁଠି ସେମାନେ କେବଳ ହୋଲି ସନ୍ନ୍ୟାସୀମାନେ। ଏହି ଲକ୍ଷ୍ମୀ ନାରାୟଣଙ୍କର ତ ଜନ୍ମ ହିଁ ସତ୍ୟ ଯୁଗରେ ହୋଇଥାଏ। ସନ୍ନ୍ୟାସୀମାନେ ତ ପରେ ଆସୁଛନ୍ତି। କେତେ ଫରକ ରହିଛି ପିଲାମାନେ ଜାଣିଛନ୍ତି। ଶିବ ବାବା ଆମକୁ ଏପରି କରୁଛନ୍ତି, କହୁଛନ୍ତି ମାମେ କମ୍ ୟାଦ କରୋ, ଅର୍ଥାତ୍ ମୋତେ ହିଁ ମନେ ପକାଅ, ନିଜକୁ ଅଶରୀରୀ ଆତ୍ମା ମନେ କର। ଶ୍ରେଷ୍ଠରୁ ଶ୍ରେଷ୍ଠ ଶିବ ବାବା ପାଠ ପଢ଼ାଇ ଉଚ୍ଚରୁ ଉଚ୍ଚ କରୁଛନ୍ତି। ବ୍ରହ୍ମାଙ୍କ ଦ୍ୱାରା ଆମେ ଏହି ସବୁ ପାଠ ପଢ଼ୁଛୁ। ଯିଏ ବ୍ରହ୍ମା ସେ ହିଁ ବିଷ୍ଣୁ ହେଉଛନ୍ତି। ଏ କଥା ମଧ୍ୟ ତୁମେମାନେ ହିଁ ଜାଣିଛ। ମନୁଷ୍ୟମାନେ ତ କିଛି ବି ବୁଝୁନାହାନ୍ତି। ଏବେ ସମଗ୍ର ସୃଷ୍ଟି ଉପରେ ରାବଣର ରାଜ୍ୟ ଚାଲିଛି। ତୁମେମାନେ ରାମରାଜ୍ୟ ସ୍ଥାପନ କରୁଛ, ଯାହାକୁ ତୁମେମାନେ ହିଁ ଜାଣିଛ। ଡ୍ରାମା ଅନୁସାରେ ଆମେ ସ୍ୱର୍ଗ ସ୍ଥାପନ କରିବା ପାଇଁ ଯୋଗ୍ୟ ହେଉଛୁ। ଏବେ ବାବା ଆମକୁ ଯୋଗ୍ୟ କରୁଛନ୍ତି। ବାବାଙ୍କ ବ୍ୟତୀତ ଶାନ୍ତିଧାମ ସୁଖଧାମକୁ କେହି ବି ନେଇ ଯାଇପାରିବେ ନାହିଁ। କେବଳ କାହାଣୀ ଶୁଣାଉଛନ୍ତି, ଅମୁକ ସ୍ୱର୍ଗକୁ ଗଲା, ମୁକ୍ତିଧାମକୁ ଗଲା। ବାବା କହୁଛନ୍ତି ଏହି ବିକାରୀ ପତିତ ଆତ୍ମାମାନେ ଶାନ୍ତିଧାମକୁ କିପରି ଯିବେ? ତୁମେମାନେ ହିଁ ଏହି କଥା ବୁଝାଇ ପାରିବ। ତେବେ ଯାଇ ଜାଣିବେ ଯେ ଏମାନଙ୍କ ଭିତରେ କେତେ ନିଶା ରହିଛି। ଏହିପରି ବିଚାର ସାଗର ମନ୍ଥନ କର ଯେ କାହାକୁ କିପରି ବୁଝାଇବେ। ଚାଲିବା ବୁଲିବା ସମୟରେ ମଧ୍ୟ ମନ ଭିତରେ ଚିନ୍ତନ ଚାଲିବା ଦରକାର। ଏଥିପାଇଁ ଧୈର୍ଯ୍ୟ ମଧ୍ୟ ରଖିବାକୁ ହେବ। ମୋତେ ମଧ୍ୟ ଯୋଗ୍ୟ ହେବାକୁ ପଡ଼ିବ। ତେବେ ଭାରତବାସୀ ହିଁ ସମ୍ପୂର୍ଣ୍ଣ ଯୋଗ୍ୟ, ପୁଣି ସମ୍ପୂର୍ଣ୍ଣ ଅଯୋଗ୍ୟ ହୋଇଥାନ୍ତି, ଅନ୍ୟ କେହି ନୁହନ୍ତି। ଏବେ ବାବା ତୁମମାନଙ୍କୁ ଯୋଗ୍ୟ କରୁଛନ୍ତି। ଏହି ଜ୍ଞାନ ତ ବହୁତ ମଜାଦାର ଅଟେ। ଭିତରେ ଭିତରେ ବହୁତ ଖୁସି ମଧ୍ୟ ରହୁଛି। ଆମେ ଏହି ଭାରତକୁ ହୋଲିଏଷ୍ଟ ଅଫ୍ ହୋଲି କରିବୁ। ତୁମର ଚାଲିଚଳଣ ବହୁତ ରାଜକୀୟ ହେବା ଦରକାର। ଖାଦ୍ୟ ପାନୀୟ ଚାଲିଚଳଣରୁ ମଧ୍ୟ ଜଣାପଡ଼ିଯାଏ ଶିବ ବାବା ତୁମକୁ କେତେ ଶ୍ରେଷ୍ଠ କରୁଛନ୍ତି। ତୁମେମାନେ ତାଙ୍କର ସନ୍ତାନ ହୋଇଛ, ତେଣୁ ତୁମମାନଙ୍କୁ ମଧ୍ୟ ତାଙ୍କର ନାମ ପ୍ରସିଦ୍ଧ କରିବାକୁ ହେବ। ତୁମର ଏପରି ଚଳଣି ହେଉ ଯେପରି ସମସ୍ତେ ଜାଣିଯିବେ ଯେ ଇଏ ତ ହୋଲିଏଷ୍ଟ ଅଫ୍ ହୋଲି ପିତାଙ୍କର ସନ୍ତାନ ଅଟନ୍ତି। ଧୀରେ ଧୀରେ ତୁମେମାନେ ହୋଇଯିବ। ତୁମମାନଙ୍କର ମଧ୍ୟ ମହିମା ବିସ୍ତାର ହେବାକୁ ଲାଗିବ। ପୁଣି କାଇଦା କାନୁନ ମଧ୍ୟ ସବୁ ଲାଗୁ ହୋଇଯିବ, ଯାହାକି କୌଣସି ପତିତ ଆତ୍ମା ଭିତରକୁ ଆସିପାରିବେ ନାହିଁ। ବାବା ବୁଝିପାରୁଛନ୍ତି ଯେ ଏବେ ଆଉ କିଛି ସମୟ ଦରକାର। ପିଲାମାନଙ୍କୁ ବହୁତ ପୁରୁଷାର୍ଥ ମଧ୍ୟ କରିବାକୁ ହେବ। ନିଜର ରାଜଧାନୀ ମଧ୍ୟ ତିଆରି ହୋଇଯିବା ଦରକାର। ତାପରେ ନିୟମ କାନୁନକୁ କଡ଼ାକଡ଼ି କରିବାରେ କୌଣସି ଆପତ୍ତି ନାହିଁ। ତାପରେ ତ ପାଣ୍ଡବ ଭବନ ଠାରୁ ଆବୁ ରୋଡ଼ ପର୍ଯ୍ୟନ୍ତ ଧାଡ଼ି ଲାଗିଯିବ। ଏବେ ତୁମେମାନେ ଆଗକୁ ଚାଲ। ଏବେ ତ ବାବା ତୁମର ଭାଗ୍ୟକୁ ବଢ଼ାଇ ଚାଲିଛନ୍ତି। ପଦ୍ମା ପଦ୍ମ ଭାଗ୍ୟଶାଳୀ ମଧ୍ୟ କାଇଦା ଅନୁସାରେ କହୁଛନ୍ତି ନା। ପାଦ ତଳେ ପଦ୍ମ ଫୁଲ ମଧ୍ୟ ଦେଖାଉଛନ୍ତି ନା। ଏସବୁ ତ ତୁମ ସନ୍ତାନମାନଙ୍କର ମହିମା ଅଟେ। ପୁଣି ବି ବାବା କହୁଛନ୍ତି ମନ୍ମନା ଭବ, ନିଜକୁ ଆତ୍ମା ମନେକରି ବାବାଙ୍କୁ ମନେ ପକାଅ। ଆଚ୍ଛା, ମିଠା ମିଠା ଶିଖିଲ ଦେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆମ ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ବାପ ଦାଦାଙ୍କୁ ନମସ୍ତେ 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 ଏବଂ ସୁପ୍ରଭାତ। ଧାରଣ ପାଇଁ ମୁଖ୍ୟ ସାର। ପ୍ରଥମ ପଏଣ୍ଟ, ଏପରି କୌଣସି କର୍ମ କରିବା ଉଚିତ ନୁହେଁ ଯେପରି ମନକୁ ପାପ ଛୁଉଁଥିବ। ସମ୍ପୂର୍ଣ୍ଣ ସୁଗନ୍ଧଯୁକ୍ତ ଫୁଲ ହେବାକୁ ପଡ଼ିବ। ଦେହ ଅଭିମାନର ଦୁର୍ଗନ୍ଧକୁ ବାହାର କରିଦେବାକୁ ପଡ଼ିବ।
ଏପରି କୌଣସି କର୍ମ କରିବା ଉଚିତ ନୁହେଁ ଯେପରି ମନକୁ ପାପ ଛୁଉଁଥିବ। ସମ୍ପୂର୍ଣ୍ଣ ସୁଗନ୍ଧଯୁକ୍ତ ଫୁଲ ହେବାକୁ ପଡ଼ିବ। ଦେହ ଅଭିମାନର ଦୁର୍ଗନ୍ଧକୁ ବାହାର କରିଦେବାକୁ ପଡ଼ିବ। ଦ୍ୱିତୀୟ ପଏଣ୍ଟ, ନିଜର ଚଳଣିକୁ ମଧ୍ୟ ବହୁତ ରାଜକୀୟ ରଖିବାକୁ ହେବ। ହୋଲିଏଷ୍ଟ ଅଫ୍ ହୋଲି ହେବା ପାଇଁ ପୁରା ପୁରୁଷାର୍ଥ କରିବାକୁ ହେବ। ଦୃଷ୍ଟି ମଧ୍ୟ ଏପରି ନ ହେଉ ଯାହାଦ୍ୱାରା କି ପଦଭ୍ରଷ୍ଟ ହୋଇଯିବ। ନିଜର ଚଳଣିକୁ ମଧ୍ୟ ବହୁତ ରାଜକୀୟ ରଖିବାକୁ ହେବ। ହୋଲିଏଷ୍ଟ ଅଫ୍ ହୋଲି ହେବା ପାଇଁ ପୁରା ପୁରୁଷାର୍ଥ କରିବାକୁ ହେବ। ଦୃଷ୍ଟି ମଧ୍ୟ ଏପରି ନ ହେଉ ଯାହାଦ୍ୱାରା କି ପଦଭ୍ରଷ୍ଟ ହୋଇଯିବ। ବରଦାନ, ନିରାଶା ରୂପୀ ଅଗ୍ନି ଉପରେ ବସିଥିବା ଆତ୍ମାମାନଙ୍କୁ ନୂଆ ଜୀବନର ଦାନ ଦେଉଥିବା ତ୍ରିମୂର୍ତ୍ତି ପ୍ରାପ୍ତିରେ ସମ୍ପନ୍ନ ଭବ। ନିରାଶା ରୂପୀ ଅଗ୍ନି ଉପରେ ବସିଥିବା ଆତ୍ମାମାନଙ୍କୁ ନୂଆ ଜୀବନର ଦାନ ଦେଉଥିବା ତ୍ରିମୂର୍ତ୍ତି ପ୍ରାପ୍ତିରେ ସମ୍ପନ୍ନ ଭବ। ସଙ୍ଗମ ଯୁଗରେ ବାବାଙ୍କ ଦ୍ୱାରା ପ୍ରତ୍ୟେକ ସନ୍ତାନକୁ ସଦା ସୁସ୍ଥ, ସଦା ସମୃଦ୍ଧି ଏବଂ ସଦା ଖୁସିରେ ରହିବାର ତ୍ରିମୂର୍ତ୍ତି ବରଦାନ ପ୍ରାପ୍ତ ହୋଇଥାଏ। ଯେଉଁ ପିଲାମାନେ ଏହି ତିନୋଟି ଯାକ ପ୍ରାପ୍ତିରେ ସର୍ବଦା ଭରପୁର ରହିଥାନ୍ତି, ସେମାନଙ୍କର ଖୁସିବାସିଆ ହର୍ଷିତ ମୁଖ ଚେହେରାକୁ ଦେଖି ମନୁଷ୍ୟମାନଙ୍କୁ ବଞ୍ଚି ରହିବାର ଉମଙ୍ଗ ଉତ୍ସାହ ମିଳିଯାଏ। କାହିଁକି ନା ଏବେ ମନୁଷ୍ୟମାନେ ଜୀବିତ ଥିଲେ ମଧ୍ୟ ନିରାଶାର ଅଗ୍ନି ଉପରେ ବସିଛନ୍ତି। ଏବେ ଏହିଭଳି ଆତ୍ମାମାନଙ୍କୁ ମରଯିବା କର, ନୂଆ ଜୀବନର ଦାନ ଦିଅ। ସର୍ବଦା ସ୍ମୃତିରେ ରହୁ ଯେ ଏହି ତିନୋଟି ଯାକ ପ୍ରାପ୍ତି ମୋର ଜନ୍ମସିଦ୍ଧ ଅଧିକାର ଅଟେ। ତେଣୁ ଏହି ତିନୋଟି ଯାକ ଧାରଣା ପାଇଁ ଡବଲ ଅଣ୍ଡରଲାଇନ୍ ଲଗାଅ, ଅର୍ଥାତ୍ ବିଶେଷ ଗୁରୁତ୍ୱ ଦିଅ। ସ୍ଲୋଗାନ, ନିଆରା ଏବଂ ଅଧିକାରୀ ହୋଇ କର୍ମ କରିବା ହିଁ ବନ୍ଧନମୁକ୍ତ ସ୍ଥିତି ଅଟେ। ନିଆରା ଏବଂ ଅଧିକାରୀ ହୋଇ କର୍ମ କରିବା ହିଁ ବନ୍ଧନମୁକ୍ତ ସ୍ଥିତି ଅଟେ। ଅବ୍ୟକ୍ତ ଇଶାରା, ଏବେ ସମ୍ପନ୍ନ ବା କର୍ମାତୀତ ହେବାର ତୀବ୍ର ଇଚ୍ଛା ପ୍ରକଟ କର। କର୍ମାତୀତର ଅର୍ଥ ହେଲା ସବୁ ପ୍ରକାରର ସୀମିତ ଅର୍ଥାତ୍ ସଂକୀର୍ଣ୍ଣ ସ୍ୱଭାବ ସଂସ୍କାର ଠାରୁ ଅତୀତ ହେବା, ଅର୍ଥାତ୍ ନିଆରା ହୋଇଯିବା। ସୀମିତର ଅର୍ଥ ହେଲା ବନ୍ଧନ, ଅସୀମର ଅର୍ଥ ହେଲା ନିର୍ବନ୍ଧନ। ବ୍ରହ୍ମା ବାବାଙ୍କ ସମାନ ଏବେ ସୀମିତ ମୋର ଠାରୁ ମୁକ୍ତ ହେବାର ଅର୍ଥାତ୍ କର୍ମାତୀତ ହେବାର ଅବ୍ୟକ୍ତି ଦିବସ ପାଳନ କର। ଏହାକୁ ହିଁ ସ୍ନେହର ପ୍ରମାଣ କୁହାଯାଏ। ଓମ୍ ଶାନ୍ତି। ଶିବ ସୁନ୍ଦର ଶିବ ସୁନ୍ଦର ରୂପ ଜ୍ୟୋତିର୍ବିନ୍ଦୁ ଜ୍ଞାନ ସାଗର, ରୂପ ଜ୍ୟୋତିର୍ବିନ୍ଦୁ ଜ୍ଞାନ ସାଗର। ଗୀତା ଜ୍ଞାନ ଦେଇ ପାବନ କରାଇ, ଗୀତା ଜ୍ଞାନ ଦେଇ ପାବନ କରାଇ, ଏ ଭବ ସାଗରୁ କର ଉଦ୍ଧାର। ଶିବ ସୁନ୍ଦର ରୂପ ଜ୍ୟୋତିର୍ବିନ୍ଦୁ ଜ୍ଞାନ ସାଗର, ରୂପ ଜ୍ୟୋତିର୍ବିନ୍ଦୁ ଜ୍ଞାନ ସାଗର। ବାଇଦାକୁ ମନେ ରଖିଛି ଯତନେ, ସମର୍ପିତ କରି ମନ, ଏ ସଙ୍ଗମ ଯୁଗେ ଏକ ବାବା ସହ କରେ ମଧୁର ମିଳନ। ବାଇଦାକୁ ମନେ ରଖିଛି ଯତନେ, ସମର୍ପିତ କରି ମନ, ଏ ସଙ୍ଗମ ଯୁଗେ ଏକ ବାବା ସହ କରେ ମଧୁର ମିଳନ। ପୂଜ୍ୟ ଆତ୍ମା ହେବି ପାବନ ହୋଇବି, ପୂଜ୍ୟ ଆତ୍ମା ହେବି ପାବନ ହୋଇବି, ଧରିଥିବି ତୁମ ଶ୍ରୀମତ ଡୋର। ଶିବ ସୁନ୍ଦର ରୂପ ଜ୍ୟୋତିର୍ବିନ୍ଦୁ ଜ୍ଞାନ ସାଗର, ରୂପ ଜ୍ୟୋତିର୍ବିନ୍ଦୁ ଜ୍ଞାନ ସାଗର। ଶିବ ନିରାକାର ଜ୍ଞାନର ସାଗର, ଦେଉଅଛ ଜ୍ଞାନ ମୋତି, ଦୈବୀ ଗୁଣ ଧରି ଶୁଦ୍ଧ ଭୋଜନରେ ପାଇବି ତୁମ ଶକତି।
ଶିବ ନିରାକାର ଜ୍ଞାନର ସାଗର ଦେଉଅଛ ଜ୍ଞାନ ମୋତି। ଦୈବୀ ଗୁଣ ଧରି ଶୁଦ୍ଧ ଭୋଜନରେ ପାଇବି ତୁମ ଶକତି। ଏକ ଶିବ ବାବା ମନରେ ସ୍ମରିବି, ଏକ ଶିବ ବାବା ମନରେ ସ୍ମରିବି, ଚାଲିଚଳନରେ ହେବ ସୁଧାର। ଶିବ ସୁନ୍ଦର ରୂପ ଜ୍ୟୋତିର୍ବିନ୍ଦୁ ଜ୍ଞାନ ସାଗର, ରୂପ ଜ୍ୟୋତିର୍ବିନ୍ଦୁ ଜ୍ଞାନ ସାଗର। ସଦା ଖୁସିର ଏ ବରଦାନ ପାଇ ଖୁସି ରଖିବି ମୋ ମନ। ନିରାଶା ମରୁରେ ଖୁସିର ଝଲକ ଖେଳାଇବି ସର୍ବଜନ। ସଦା ଖୁସିର ଏ ବରଦାନ ପାଇ ଖୁସି ରଖିବି ମୋ ମନ। ନିରାଶା ମରୁରେ ଖୁସିର ଝଲକ ଖେଳାଇବି ସର୍ବଜନ। ମାୟାର ଛାୟାରୁ ରହି ସୁରକ୍ଷିତ, ମାୟାର ଛାୟାରୁ ରହି ସୁରକ୍ଷିତ, ଅଶରୀରୀ ସ୍ଥିତି ରଖିବି ମୋର। ଶିବ ସୁନ୍ଦର ରୂପ ଜ୍ୟୋତିର୍ବିନ୍ଦୁ ଜ୍ଞାନ ସାଗର, ରୂପ ଜ୍ୟୋତିର୍ବିନ୍ଦୁ ଜ୍ଞାନ ସାଗର। ଶିବ ସୁନ୍ଦର, ଶିବ ସୁନ୍ଦର ରୂପ ଜ୍ୟୋତିର୍ବିନ୍ଦୁ ଜ୍ଞାନ ସାଗର, ରୂପ ଜ୍ୟୋତିର୍ବିନ୍ଦୁ ଜ୍ଞାନ ସାଗର।